ହରିପୁର ନାମରେ ଏକ ଛୋଟ ଗାଁଟିଏ ଥିଲା। ସେଠାରେ ତୁନା ତୁନି ନାମର ଭାଇ ଭଉଣୀ ତାଙ୍କ ବାପା ମାଙ୍କ ସହିତ ରହୁଥିଲେ। ତୁନା ମସ୍ତିକା ଏବଂ ସର୍ବଦା ନୂଆ କିଛି ଖୋଜିବାକୁ ଭଲ ପାଉଥିଲା। ତୁନି ସାଧାରଣ ଓ ଶାନ୍ତ, କିନ୍ତୁ ତାର ଧାରଣା ଅତ୍ୟନ୍ତ ଚତୁର। ଦୁଇଜଣ ମିଶିଗଲେ ସାଧାରଣ ଦିନକୁ ମଧ୍ୟ ମଜାଦାର କରିଦେଉଥିଲେ। ଏକଥର ସେମାନେ ଆଙ୍ଗଣରେ କଥା ହେଉଥିବା ବେଳେ ଗଛର ତଳେ କିଛି ଚକଚକାଏ ବୋଲି ଦେଖିଲେ। ତୁନା କହିଲା, ନାନୀ, ମତେ ଲାଗୁଛି ଏହା ଯାଦୁଆ ପଥର। ତୁନି କହିଲା, ଚାଲନି, ଏହାକୁ ମୁଖିଆ ଜେଜେଙ୍କୁ ଦେଖେଇବା। ଦୁଇଜଣ ତୁରନ୍ତ ପଥରଟିକୁ ନେଇ ଗାଁର ମୁଖିଆ ପାଖକୁ ଗଲେ। ମୁଖିଆ ସେଥିରେ ଚମକ କରୁଥିବା ପଥରଟିକୁ ଦେଖି ଆଶ୍ଚର୍ଯ୍ୟ ହେଇ କହିଲେ, ଏହା ହେଉଛି ଗଛମୂଳର ରକ୍ଷାକାରୀ ପଥର। ଦେଶର ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ପ୍ରାଚୀନ କାଳରୁ ରଖାଯାଉଥାଏ। ତୁମେ ଦୁଇଜଣ ଏହାକୁ ପାଇଥିଲ କାରଣ ତୁମ ହୃଦୟ ଶୁଦ୍ଧ ଓ ମନ ନିଷ୍କଳଙ୍କ। ମୁଖିଆ ପଥରଟିକୁ ଗାଁର ମନ୍ଦିରରେ ରଖିଲେ ଏବଂ ତୁନା ତୁନିଙ୍କୁ ଗାଁର ଜଙ୍ଗଲ ମିତ୍ର ଭାବରେ ସମ୍ମାନ ଦେଲେ। ସେହିଦିନଠୁ ସେମାନେ ନିତ୍ୟ ଗଛମାନଙ୍କୁ ପାଣି ଦେବା, ପକ୍ଷୀମାନଙ୍କୁ ଖାଇବା ଦେବା ଓ ଜଙ୍ଗଲକୁ ସଫା ରଖିବାର ଦାୟିତ୍ୱ ନେଲେ। ସେମାନଙ୍କ ଯତ୍ନରେ ଗାଁଟି ହସି ଖୁସିରେ ଓ ହରିଆଳିରେ ଭରି ଯାଇଥିଲା।